ଆଣି ନ ପାରିକି ଦଳ ଯଦି ଦୁଇ ଦୁଇ ଥର ଟିକଟ ଦେଇଛି ଆଉ କୋଉ ସୁଖରେ ତାଙ୍କୁ ସାଥ ଦେଇଥାନ୍ତା ଦଳ? ଆଉ କ'ଣ କରିଥିଲେ? ସେ କ'ଣ ଭାରତର ରାଷ୍ଟ୍ରପତି ହେଇଥାନ୍ତେ? ତେଣୁକରି ଦଳ ତାଙ୍କୁ ଯଥେଷ୍ଟ ଉପରକୁ ନେଇଛି। ଯେଉଁ ଉଚ୍ଚତାକୁ ଯେଉଁ ସୋପାନକୁ ଦଳ ତାଙ୍କୁ ନେଇଛି, ଦଳ ପ୍ରତି ଜୀବନର ଶେଷ ମୁହୂର୍ତ୍ତ ଯାଏ ସେ ଆନୁଗତ୍ୟ ପ୍ରକାଶ କରିବା ଉଚିତ ଥିଲା। ଦେଖନ୍ତୁ ବିଜୁ ଜନତା ଦଳ ସବୁବେଳେ ଯୋଉ କରପସନ କରି ଆସିଛି ବୋଲି ଆପଣଙ୍କର ବିଶେଷ ସଭାପତି ତାଙ୍କୁ ଗୋଲାମ ବୋଲି ଅଭିଯୋଗ କରିଥିଲେ, କିନ୍ତୁ ସେ ଗୋଲାମ ଚୋରି କେମିତି ହାତ ମିଳେନି? ଅତୀତ କଥା ଅଲଗା। ଆପଣଙ୍କ ପ୍ରଶ୍ନ ମୁଁ ବୁଝିଛି। ପ୍ରଥମରୁ ସ୍ପଷ୍ଟ କରାହେଇଛି ଏଇଟା ମେଣ୍ଟ ନୁହେଁ, ଏଇଟା ଇସ୍ୟୁ ବେସ୍ଡ ଆଲୋଚନା ଏବଂ ଗୋଟିଏ ନିଷ୍କର୍ଷରେ ପହଞ୍ଚିଥିଲେ ସାମ୍ପ୍ରଦାୟିକ ଦଳ ବିଜେପିରୁ ମୁକ୍ତ କରିବା ପାଇଁ ନିର୍ବାଚନକୁ ଏବଂ ଚତୁର୍ଥ ପ୍ରାର୍ଥୀ ଯଦି ରାଜ୍ୟର ହିତ ଦୃଷ୍ଟିରୁ ଜଣେ ବିଶିଷ୍ଟ ବ୍ୟକ୍ତି ହୁଅନ୍ତି ତାଙ୍କୁ ସମର୍ଥନ କରାଯିବ। କେବଳ ଏହି ପ୍ରସଙ୍ଗରେ ବିଜେଡ଼ିର ସମର୍ଥନ ଲୋଡ଼ା ହେଇଥିଲା ଏବଂ କଂଗ୍ରେସ ମଧ୍ୟ ସମର୍ଥନ ଦେଇଛି। ଏଥିରେ ପୂର୍ବାପର ସମ୍ପର୍କର କୌଣସି ମୂଲ୍ୟ ନାହିଁ। ତାପରେ କଂଗ୍ରେସର ଗୋଟିଏ ବହୁତ ବଡ଼ ନୈତିକ ବିଜୟ ହେଇଛି। ଗୋଟିଏ ଦୃଷ୍ଟିରୁ ରାଜନୈତିକ ସମୀକ୍ଷକ ମାନେ ଜାଣନ୍ତି ବହୁତ ବର୍ଷ ଧରି ବିଜେପି ବିଜେଡ଼ି ନିକଟଥର ଥିଲେ ବୋଲି ଅଭିଯୋଗ ହେଇ ଆସୁଥିଲା। ଲୋକମାନଙ୍କ ମନରେ କ୍ଷୋଭ ମଧ୍ୟ ଥିଲା ଗୋଟିଏ ସାମ୍ପ୍ରଦାୟିକ ଦଳ ସହିତ ବିଜେଡ଼ି କାହିଁକି ମଝି ମଝିରେ ହାତ ମିଳାଉଛି ବୋଲି ଗୋଟିଏ ନୂଆ ରାଜନୈତିକ ସମୀକରଣ କଂଗ୍ରେସ ସୃଷ୍ଟି କରିବାରେ ସଫଳ ହେଲା। ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଗୋଟିଏ ନୂଆ ପଲିଟିକାଲ ନେରେଟିଭ୍ ରାଜ୍ୟରେ ସୃଷ୍ଟି ହେଲା। ଧର୍ମନିରପେକ୍ଷ ଦଳଗୁଡ଼ିକ ଏକାଠି ହେଲେ, ସିପିଏମ୍ର ଏକମାତ୍ର ବିଧାୟକ ମଧ୍ୟ ଆମ ସହିତ ରହିଲେ, ସବୁ ପ୍ରକାର ପ୍ରଲୋଭନକୁ ଏଡ଼ାଇ ଗଲେ, ପ୍ରଶଂସନୀୟ ପଦକ୍ଷେପ ନେଲେ। ଦେଖନ୍ତୁ ଯେତେବେଳେ ବିଜୁ ଜନତା ଦଳ କୁମାର କ୍ୟାଣ୍ଡିଡେଟ୍ ଦେଲା, এটা ବିଜୁ ଜନତା ଦଳ ଆପଣ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ସେହି ଉକ୍ତିକୁ ମନେ ପକାନ୍ତୁ। ସେ କମନ କ୍ୟାଣ୍ଡିଡେଟ୍ ବୋଲି କହିଲେ। କମନ ବୋଲି କହି ସାରିବା ପରେ ଆଉ ଆଶଙ୍କା କିଛି କରନ୍ତୁ ନାହିଁ। ସେତେବେଳେ ଉଭୟଙ୍କ ମଧ୍ୟରେ ଆଲୋଚନା ହେଇକି ସେ ବିଷୟରେ ଶ୍ରୀଯୁକ୍ତ ଭକ୍ତଚରଣ ଦାସ ସ୍ପଷ୍ଟ କରିସାରିଛନ୍ତି। ଧନ୍ୟବାଦ।